ପିଲାମାନେ ଆଜି ଆମେ ଆମ ଷଷ୍ଠ କ୍ଲାସ୍ ସାହିତ୍ୟ ବହିର ହକି ଚାପ୍ଟରର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ ପ୍ରଥମେ ଦେଇଛି ଯେଉଁଠି ଠିକ୍ ଆମେ ସେଇଠି ଷ୍ଟାର ଚିହ୍ନ ଦେବା। ତାହେଲେ 1 ନମ୍ବର ପ୍ରଶ୍ନ, ସ୍ୱାସ୍ଥ୍ୟ ହିଁ ସମ୍ପଦ, କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ତାହେଲେ ଏଇଠି ଆମେ ଷ୍ଟାର ଚିହ୍ନ ଦେବା। 2 ନମ୍ବର ପ୍ରଶ୍ନ, ଲୋକମାନେ ମେଜର ଧ୍ୟାନଚାନ୍ଦଙ୍କୁ ହକିର ଯାଦୁକର ବୋଲି ଆଖ୍ୟା ଦେଇଥିଲେ, କାରଣ ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ। ଏଇଠି ଆମେ ଷ୍ଟାର ଚିହ୍ନ ଦେବା। ତାହେଲେ ପିଲାମାନେ ଆମେ ସେଇ ଉତ୍ତର ଗୁଡ଼ିକ କାହିଁକି ବାଛିଲେ ଆମେ ସାଙ୍ଗମାନଙ୍କ ସହ ଆଲୋଚନା କରିବା। ତାହେଲେ ପ୍ରଥମ ପ୍ରଶ୍ନ କାହିଁକି ବାଛିଲେ, କାରଣ ସ୍ୱାସ୍ଥ୍ୟ ଭଲ ନଥିଲେ ମଣିଷ କୌଣସି ବି କାମ ଠିକ୍ ଭାବରେ କରିପାରେ ନାହିଁ, ତେଣୁ ଶାରୀରିକ ସାମର୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ସବୁଠାରୁ ଜରୁରୀ। 2 ନମ୍ବର ପ୍ରଶ୍ନ, ଦ୍ୱିତୀୟ ପ୍ରଶ୍ନ ପାଇଁ ଧ୍ୟାନଚାନ୍ଦଙ୍କ ବଲ୍ ଉପରେ ଏଭଳି ନିୟନ୍ତ୍ରଣ ଥିଲା ଯେ ମନେ ହେଉଥିଲା ସତେ ଯେପରି ସେ କୌଣସି ଯାଦୁ କରୁଛନ୍ତି। ତାଙ୍କର କ୍ରୀଡ଼ା ନୈପୁଣ୍ୟ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଚମକପ୍ରଦ ଥିଲା। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ ଆମ ପାଇଁ ଆମେ କ ସ୍ତମ୍ଭ ଖ ସ୍ତମ୍ଭ ମେଳ ଖାଇବା ବିଷୟ ଭିତରୁ 1 ନମ୍ବର ଦେଇ ଝାନ୍ସୀ। ଝାନ୍ସୀ ହେଉଛନ୍ତି ହକି ଖେଳାଳି, ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ ଅଟେ। 2 ନମ୍ବର ହକି ଷ୍ଟିକ୍। ହକି ଷ୍ଟିକ୍ ହେଉଛି ଆମର 1 ନମ୍ବର ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡ଼ିକୁ ବୁଝାଏ। ତାହେଲେ ଝାନ୍ସୀ ହେଲା ପ୍ରଥମେ ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ, ଆଉ ହକି ଷ୍ଟିକ୍ ହେଲା ଯେଉଁ ହକି ବାଡ଼ିକି ଯେଉଁ ଖେଳନ୍ତି। 3 ନମ୍ବର ହେଉଛି ଟୋକିଓ। ଟୋକିଓ ଏକ ସହର, ଏହା ଜାପାନର ରାଜଧାନୀ। 4 ନମ୍ବର ବ୍ୟାୟାମ। ବ୍ୟାୟାମ କଲେ ନିୟମିତ ଶାରୀରିକ ଅଙ୍ଗଚାଳନାର କୌଶଳ। 2 ନମ୍ବର। 5 ନମ୍ବର ହେଲା ମାଇକେଲ କିଣ୍ଡୋ। ମାଇକେଲ କିଣ୍ଡୋ ଓଡ଼ିଶାର ଜଣେ ହକି ଖେଳାଳି। ସେ 1975 ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାଗ ନେଇ ଭାରତକୁ ବିଶ୍ୱ ବିଜୟୀ କରିଥିଲେ ଏବଂ ତାଙ୍କର ଘର ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ। 6 ନମ୍ବର ଅଲମ୍ପିକ୍। ଅଲମ୍ପିକ୍ ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ଏହା ପ୍ରତି 4 ବର୍ଷରେ ଥରେ ଖେଳା ଯାଇଥାଏ। ନେକ୍ସଟ ପ୍ରଶ୍ନ ପିଲାମାନେ ବାକ୍ୟ ସମ୍ପର୍କିତ ଆମର ଆଲୋଚନା ହେଲା। ତାହେଲେ ଆମେ ଧ୍ୟାନ ଦେଇ ପଡ଼ିବା, ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ କାହିଁକି। ପିଲାମାନେ ପୃଥିବୀରେ ଥିବା ସମସ୍ତ ଧନ ସମ୍ପଦ ଅପେକ୍ଷା ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ମୂଲ୍ୟବାନ, ଯାହାର କୌଣସି ବିକଳ୍ପ ନାହିଁ। ଜଣେ ବ୍ୟକ୍ତି ନିଜ ଜୀବନରେ ବିଭିନ୍ନ ପ୍ରକାର କାର୍ଯ୍ୟ ସଫଳତା ସହ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଆବଶ୍ୟକ। ଯଦି ସ୍ୱାସ୍ଥ୍ୟ ଠିକ୍ ରହେ ତେବେ ହିଁ ଆମେ ଯେକୌଣସି କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଉ। ସୁସ୍ଥ ଓ ସତେଜ ରହିବା ପାଇଁ ସୁଷମ ଖାଦ୍ୟ, ବିଶୁଦ୍ଧ ଜଳ ଓ ନିର୍ମଳ ବାୟୁ ପରି ଖେଳ ଓ ବ୍ୟାୟାମ ମଧ୍ୟ ଜରୁରୀ ଅଟେ। ବ୍ୟାୟାମ ଦ୍ୱାରା ଶରୀର କର୍ମଠ ଓ ବଳିଷ୍ଠ ହୁଏ ଏବଂ ମାଂସପେଶୀ ଦୃଢ଼ ହୋଇଥାଏ। ଯେଉଁମାନେ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହନ୍ତି ସେମାନେ ହିଁ ଜୀବନର ପ୍ରକୃତ ସୁଖ ଉପଭୋଗ କରିପାରନ୍ତି। ତେଣୁ ସ୍ୱାସ୍ଥ୍ୟକୁ ଏକ ଅମୂଲ୍ୟ ସମ୍ପଦ ଭାବେ ଗ୍ରହଣ କରି ଏହାର ଯତ୍ନ ନେବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ। ନେକ୍ସଟ କ୍ୱେଶ୍ଚିନ୍, ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ କାହିଁକି। କାରଣ ଧ୍ୟାନଚାନ୍ଦଙ୍କ ଜନ୍ମ ହେଲା ଝାନ୍ସୀ ଅଞ୍ଚଳରେ। ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ଜଣେ ଉଚ୍ଚକୋଟୀର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ ଝାନ୍ସୀ ବୀର କହୁଥିଲେ। ସେ ତାଙ୍କ ଭାଇ ରୂପ ସିଂ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ। ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲା। 1936 ମସିହାରେ ବର୍ଲିନଠାରେ ଅନୁଷ୍ଠିତ ଅଲମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ ତାହା ଦେଖି ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ନେକ୍ସଟ ପ୍ରଶ୍ନ ପିଲାମାନେ ଆମ ପାଇଁ, କ୍ରୀଡ଼ା ଦ୍ୱାରା ଆମର କି ଉପକାର ହୁଏ। କ୍ରୀଡ଼ା ବା ଖେଳ ଆମ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆବଶ୍ୟକ। ନିୟମିତ ଖେଳିବା ଦ୍ୱାରା ଶରୀର କର୍ମଠ ଓ ବଳିଷ୍ଠ ହୁଏ, ଶରୀରର ମାଂସପେଶୀ ଦୃଢ଼ ହୁଏ ଏବଂ ଶରୀର ଭିତରକୁ ପ୍ରଚୁର ଅମ୍ଳଜାନ ପ୍ରବେଶ କରେ। ନେକ୍ସଟ ପ୍ରଶ୍ନ, ଝାନ୍ସୀ ବୀର କିଏ। ହକି ଖେଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଲେଖ। ବିଶିଷ୍ଟ ହକି ଖେଳାଳି ମେଜର ଧ୍ୟାନଚାନ୍ଦ ହେଉଛନ୍ତି ଝାନ୍ସୀ ବୀର। ହକି ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ବିଶ୍ୱର ବିଭିନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କ ଯୋଗୁଁ ହିଁ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇଛି ଏବଂ ସେ ଭାରତକୁ ବିଶ୍ୱରେ ହକିର ଗଡ଼ ଭାବେ ପରିଚିତ କରାଇଛନ୍ତି। ନେକ୍ସଟ ପିଲାମାନେ ଆମ ପାଇଁ, ଧ୍ୟାନଚାନ୍ଦଙ୍କ ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ ସେ
କୁହୁକ ବାଡ଼ି ବ୍ୟବହାର କରୁଛନ୍ତି। ଉକ୍ତ ବାକ୍ୟଟିକୁ ପଢ଼ିଲେ ଏମିତି ଲାଗେ ଯେପରି ଲେଖକ ଧ୍ୟାନଚାନ୍ଦଙ୍କ ଅସାଧାରଣ ଦକ୍ଷତାକୁ ପାଠଙ୍କ ସହ ପରିଚିତ କରାଇଛନ୍ତି। ତୁମେ ଯଦି ଧ୍ୟାନ ଦେବ ତେବେ ଏହି ପାଠରେ ଏହିପରି ଅନେକ ବିଶେଷ କଥା ତୁମ ନଜରକୁ ଆସିବ। ଏହି ପାଠକୁ ଆଉ ଥରେ ପଢ଼। ସାଙ୍ଗମାନଙ୍କ ସହ ଦଳରେ ବସି ଏହି ପ୍ରସଙ୍ଗରେ ଥିବା ବିଶେଷ କଥାକୁ ଆଲୋଚନା କରି ତାଲିକା ପ୍ରସ୍ତୁତ କର। ପ୍ରସ୍ତୁତ କରିବା ତାଲିକାକୁ ଶ୍ରେଣୀରେ ଉପସ୍ଥାପନା କର। ତାହେଲେ ପିଲାମାନେ ତାଲିକା କୁହୁକ ବାଡ଼ିର ସନ୍ଦେହ। ତାଙ୍କ ଖେଳ ଦେଖି ବିଦେଶୀମାନେ ତାଙ୍କ ହକି ଷ୍ଟିକ୍ ଭାଙ୍ଗି ଚେକ୍ କରିଥିଲେ ଯେ ସେଥିରେ ଚୁମ୍ବକ କିମ୍ବା ଅଠା ଲାଗିଛି କି। ମାନେ ଏତେ ନିପୁଣ ଥିଲେ ସେ ଖେଳରେ। ଅଖଣ୍ଡ ଏକାଗ୍ରତା। ଖେଳିବା ସମୟରେ ବଲ୍ର ଗତି ସହ ତାଙ୍କ ଶରୀର ସମ୍ପୂର୍ଣ୍ଣ ତାଳ ଦେଇ ଚାଲୁଥିଲା। ସରଳ ଜୀବନ। ଏତେ ବଡ଼ ଖେଳାଳି ହୋଇ ମଧ୍ୟ ସେ ଅତି ସରଳ ଓ ନିଡ଼ାମ୍ବରରେ ମଣିଷ ଥିଲେ। ହେଲା, ସରଳ ଲୋକ ଥିଲେ। ଓଡ଼ିଶା କନେକ୍ସନ୍। ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାଇକେଲ କିଣ୍ଡୋ ଓ ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ରୁ ଅନେକ ଖେଳାଳି ମଧ୍ୟ ଜନ୍ମ ହୋଇଛନ୍ତି। ନେକ୍ସଟ ପିଲାମାନେ ଯୁଗ୍ମ ଶବ୍ଦ ଦେଖିବା, ଯେମିତି ଖେଳି ଖେଳି, ସେମିତି ହସି ହସି, କାନ୍ଦି କାନ୍ଦି, ନାଚି ନାଚି, ଗାଇ ଗାଇ ଆଉ ବସି ବସି। ନେକ୍ସଟ ପିଲାମାନେ ଖରେ ଆମେ 5ଟି ଯୁଗ୍ମ ଶବ୍ଦ ଲେଖିବା ଏଇଭଳି: ବାସନକୁସନ, ଧନ ସମ୍ପଦ, ପାଠ ଶାଠ, ଖାଦ୍ୟପେୟ, କାମ ଦାମ। ଗ ପ୍ରଶ୍ନ ପିଲାମାନେ ଭଲ ଓ ମନ୍ଦ, ଭଲ ମନ୍ଦ, ରାଜା ଓ ପ୍ରଜା, ରାଜା ପ୍ରଜା, ଆକାଶ ଓ ପାତାଳ, ଆକାଶ ପାତାଳ, ଗୁରୁ ଓ ଶିଷ୍ୟ, ଗୁରୁ ଶିଷ୍ୟ, ଆୟ ଓ ବ୍ୟୟ, ଆୟ ବ୍ୟୟ, ଜନ୍ମ ଓ ମୃତ୍ୟୁ, ଜନ୍ମ ମୃତ୍ୟୁ। ଆମର ସମ୍ପୂର୍ଣ୍ଣ ଅଭ୍ୟାସ ସରିଲା।